ଆପଣଙ୍କର ଏଇ ଯେଉଁ ସ୍ନାନ ପୂର୍ଣ୍ଣିମା ହେଉଛି ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଯେଉଁ ବର୍ତ୍ତମାନ ରତ୍ନ ସିଂହାସନରୁ ଆସି ପହଞ୍ଚିଲେ ବର୍ତ୍ତମାନ ଯେଉଁଠି ସ୍ନାନ ମଣ୍ଡପ ନିକଟରେ ସେ ବିଷୟରେ ଆପଣଙ୍କର ନୀତି ଆଉ କ'ଣ ସନ୍ଧ୍ୟାବେଳେ ଅଛି ସେ ବିଷୟରେ କିଛି ନ୍ୟୁଜ୍ ଓଡ଼ିଆକୁ ଆପଣ ବାର୍ତ୍ତା ଦିଅନ୍ତୁ। ଆଜି ଦେବସ୍ନାନ ପୂର୍ଣ୍ଣିମା। ଆଜି ସକାଳୁ 5টাରୁ ମଙ୍ଗଳାର୍ପଣ, ଡୋର ଲାଗି ଓ ପୁଷ୍ପାଞ୍ଜଳି, ତାପରେ ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ଅଧର ପୋଛା, ଅବକାଶ, ରୋଷ ହୋମ, ସୂର୍ଯ୍ୟ ପୂଜା ଓ ବେଶ ହୋଇ ଠାକୁର ପହଣ୍ଡି ହୋଇ ଯେ ସ୍ନାନ ବେଦୀକି ଗଲେ। ସ୍ନାନ ବେଦୀରେ ଯେଉଁ ଆମର ପୂଜା ଅର୍ଚ୍ଚନା ସବୁ କାର୍ଯ୍ୟ ଶେଷ ହୋଇଗଲାଣି। ବର୍ତ୍ତମାନ ଯେ ସ୍ନାନ ଆରମ୍ଭ ହୋଇଯାଇଛି। ସ୍ନାନ ପରେ ଯେ ପୁଣି ଠାକୁର ମହାପ୍ରଭୁ ଦେଖାଦେବେ ଯେ ଗଜାନନ ବେଶରେ। ଆଜି ଭକ୍ତମାନଙ୍କୁ ପୁଣି ସେ ଗଜାନନ ବେଶରେ ରତ୍ନ ନେଇ ଆମର ସ୍ନାନ ବେଦୀରେ ଦେଖାଦେବେ। ତାପରେ ପୁଣି ସ୍ନାନ ଶେଷ ହୋଇ ଗଜାନନ ବେଶ ହେଲା ପରେ ତାପରେ ସନ୍ଧ୍ୟାବେଳେ ପୁଣି ଆମର ପହଣ୍ଡି ବିଜେ କରି ଯେ ଠାକୁର ଯେ ବଡ଼ ଦେଉଳକୁ ଯିବେ। ଆଉ ରାତ୍ରି ସମୟରେ ଆପଣଙ୍କର କିଛି କାର୍ଯ୍ୟକ୍ରମ ଅଛି କି, ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ କିଛି ରହୁଛି କି? ଯେ ସନ୍ଧ୍ୟା ସମୟରେ ଯେ ଭଜନ ସନ୍ଧ୍ୟାର କାର୍ଯ୍ୟକ୍ରମ ରଖାଯାଇଛି ଏବଂ ଦର୍ଶକଙ୍କ ପାଇଁ ଯେ ଯେଉଁ ଭକ୍ତମାନେ ଆସିବେ ମହାପ୍ରଭୁଙ୍କୁ ଦର୍ଶନ କରିବା ସଙ୍ଗେ ସଙ୍ଗେ ଯେ ଠାକୁରଙ୍କର ଯେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅଛି, ଯେ ଭଜନ ସନ୍ଧ୍ୟା ସମସ୍ତେ ଉପଭୋଗ କରିବେ। ଏସବୁ କାର୍ଯ୍ୟକ୍ରମ ରହିଛି।